ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମ୍ଆର୍ ଷ୍ଟଡି ଏକାଡେମୀକୁ। ଆଶା କରୁ ସମସ୍ତେ ଭଲରେ ଥିବେ ଏବଂ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଆଜିର ଭିଡ଼ିଓଟି ବହୁତ ଇମ୍ପୋର୍ଟାଣ୍ଟ, କାରଣ ଓଡ଼ିଶାର ଯେକୌଣସି ଆପଣ ଏକ୍ଜାମ ଦିଅନ୍ତୁ ତାଠାରୁ ଇମ୍ପୋର୍ଟାଣ୍ଟ ଟପିକ୍ ହେଉଛି କ'ଣ, ଓଡ଼ିଶା ହିଷ୍ଟ୍ରି ହେଲା। ତା ଭିତରୁ ବି ପିଲାଙ୍କର ବହୁତ ସମୟ ଡାଉଟ୍ ରୁହେ ଯେ ଏନ୍ସିଏଣ୍ଟ ହିଷ୍ଟ୍ରି, ଏନ୍ସିଏଣ୍ଟ ବିଷୟରେ ଆପଣ ମଡର୍ଣ୍ଣ ହିଷ୍ଟ୍ରି ବି ଆପଣ ପଢ଼ିପାରିବେ। ମେନ୍ କଥା ହେଉଛି ଆପଣ ନୋଟ୍ କୋଉଠୁ ପାଇବେ। ତେଣୁ ଆଜିର ଭିଡ଼ିଓରେ ଆମେ ପୁରା ମାଇଣ୍ଡ ମ୍ୟାପ୍ ଗୋଟେ পেজরে সারিবা যে আনসিয়েন্ট হিস্ট্রিটাକୁ। ତେଣୁ ଆପଣ ଭିଡ଼ିଓ ଫୁଲ୍ ଦେଖନ୍ତୁ। ଯେ ଭିଡ଼ିଓ ଆପଣଙ୍କୁ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଏବଂ ଏଇଭଳି ଭାବରେ ମାଇଣ୍ଡ ମ୍ୟାପ୍ ବା ସର୍ଟ ନୋଟ୍ ଆପଣ ପାଇବା ପାଇଁ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନଟିକୁ ଅଲରେ ସେଟ୍ କରିଦେବେ। ତେଣୁ ଯିବା ଦେଖିବା କ'ଣ ସବୁ ଅଛି। ଗୋଟିଏ ପେଜରେ ଆପଣଙ୍କୁ ସରିଯିବ ଏନ୍ସିଏଣ୍ଟ ହିଷ୍ଟ୍ରି। ତେଣୁ ପ୍ରଥମେ ଦେଖିବା ଯେ ଆମର ଇଣ୍ଟ୍ରୋଡକ୍ସନ୍ କ'ଣ ଅଛି ବା କୋଉଠୁ କ'ଣ ଆରମ୍ଭ ହେଲା ଏନ୍ସିଏଣ୍ଟ ହିଷ୍ଟ୍ରି। ତେଣୁ କ'ଣ ହେଇଛି ନା ଆମର କଥା ହେଉଛି 5000 ବର୍ଷ ପୂର୍ବରୁ। ଯଦି ଆପଣଙ୍କୁ କ୍ୱେଶ୍ଚନ୍ ପଚାରେ କ'ଣ ଯେ ଆମର ଏନ୍ସିଏଣ୍ଟ ହିଷ୍ଟ୍ରି ପ୍ରୁଫ୍ କୋଉଠୁ ମାନେ କୋଉ ସମୟରୁ ମିଳିଛି, ଆପଣ କ'ଣ ଲେଖିବେ ଯେ ଆମର 5000 ବର୍ଷ ପୂର୍ବରୁ ଆମର ପ୍ରମାଣ ମିଳିଛି ହେଲା। ଆଉ ବେଳେବେଳେ କ୍ୱେଶ୍ଚନ୍ ପଚାରେ, ବେଳେବେଳେ କ'ଣ ମାନେ ସବୁବେଳେ ଆପଣ ଦେଖିବେ ଯେକୌଣସି ଏକ୍ଜାମ୍ ଦିଅନ୍ତୁ, ସେ ଦେଇଥିବ 4-5ଟା ନାଁ, ୟା ଭିତରୁ ପଚାରିବ ଯେ କୋଉଠି ଓଡ଼ିଶାର ୟା ଭିତରୁ କୋଉଟା ଗୋଟେ ଓଡ଼ିଶାର ନାଁ ନୁହେଁ। ଯେମିତିକି କ'ଣ ଅଛି ନାଁ ଗୁଡ଼ିକ ଆପଣ ଦେଖିଦିଅନ୍ତୁ, ମନେ ରଖିଦିଅନ୍ତୁ ବା ନୋଟ୍ ଆପଣ ଖାତା ଧରି ବସନ୍ତୁ, ନୋଟ୍ କରିନିଅନ୍ତୁ ଯେଉଁଗୁଡ଼ାକ ଆପଣଙ୍କୁ ଇମ୍ପୋର୍ଟାଣ୍ଟ ଲାଗୁଛି। କ'ଣ ନାଁ ଗୁଡ଼ିକ ଅଛି ନା ଓଡ୍ର ହେଲା, ଦେଶ, ଉଡ୍ର, ଉତ୍କଳ, କୋଶାଳ, ତୋଶାଳ, କଙ୍ଗଦ, କଳିଙ୍ଗ। କ'ଣ ନା ଓଡ୍ର, ଦେଶ, ଉଦ୍ର, ଉତ୍କଳ, କୋଶଳ, ତୋଶାଳ, କଙ୍ଗଦ, କଳିଙ୍ଗ। ୟା ଭିତରେ ଇମ୍ପୋର୍ଟାଣ୍ଟ କ'ଣ କଙ୍ଗଦ। କଙ୍ଗଦ ଆପଣ ଲାଗିବ ଯେ ଓଡ଼ିଶାର ନାଁ ନୁହେଁ, କିନ୍ତୁ ଓଡ଼ିଶାର ନାଁ ଭିତରେ କି କ'ଣ ଅଛି କଙ୍ଗଦ। ଉତ୍କଳ, ତୋଶାଳ ଆଉ ଆମର କ'ଣ ଓଡ୍ର, ଏଟା ଜାଣିଛନ୍ତି, କିନ୍ତୁ ମେନ୍ ହେଉଛି କ'ଣ କଙ୍ଗଦ। କଙ୍ଗଦଟାକୁ ମନେ ରଖିଥିବେ। ନେକ୍ସଟ ପଏଣ୍ଟ କ'ଣ ଅଛି, ହ୍ୟୁମାନ ହ୍ୟାବିଟେସନ ଡେଟ୍ସ ବ୍ୟାକ୍ ଟୁ ଦ ଲୋୟର ପେଲିଲିଥିକ ଏଜ୍। ୟା ମାନେ କ'ଣ ନା ଆମର ଯୋଉ ଓଡ଼ିଶାର ହ୍ୟୁମାନ ମାନେ ହ୍ୟାବିଟେସନ ମାନେ ରହିବା ଉପଯୋଗୀ କେବେଠାରୁ ହେଇଛି ନା ପେଲିଲିଥିକ ଏଜ୍। ବେଳେବେଳେ କ୍ୱେଶ୍ଚନ୍ ପଚାରିଦିଏ ଯେ ଆମର ଓଡ଼ିଶାରେ ଯୋଉ ହ୍ୟାବିଟେସନ ଆରମ୍ଭ ହୋଇଛି ଏଟା କୋଉ ଏଜ୍ରୁ, କ'ଣ ପେଲିଲିଥିକ ଏଜ୍। ଯେମିତିକି ଆମର ବେଦିକ ଏଜ୍ ସେଇଭଳିଆ କ'ଣ ପେଲିଲିଥିକ ଏଜ୍ ପାଖରୁ ଆରମ୍ଭ ହୋଇଛି। ଇମ୍ପୋର୍ଟାଣ୍ଟ ପଏଣ୍ଟ। ତାପରେ କ'ଣ ଅଛି ନା ନେମ୍ ଓଡ଼ିଆ ଡେରାଇଭ୍ସ ଫ୍ରମ୍ ଦ ଓଡ୍ର ଅର୍ ଉଡ୍ର tribes in the central coastal region। କୋଉଠି ନା ସେଣ୍ଟ୍ରାଲ କୋଷ୍ଟାଲ ରିଜିଅନ। ଏଇ ଯୋଉ ଆମ ନା ଓଡ଼ିଆ ଆସିଛି ଏଟା କୋଉଠୁ ନା ଗୋଟେ ଟ୍ରାଇବ ରହୁଥିଲେ କୋଉଠି ସେଣ୍ଟ୍ରାଲ କୋଷ୍ଟାଲ ରିଜିଅନରେ ହେଲା, ମନେ ରଖିଥିବେ। ତାପରେ ନେକ୍ସଟ କ'ଣ ଅଛି, ମଡର୍ଣ୍ଣ ଓଡ଼ିଶା କରେସ୍ପଣ୍ଡସ୍ ଟୁ ଦ ଏନ୍ସିଏଣ୍ଟ କଳିଙ୍ଗ ହେଲା, ମନେ ରଖିଲେ। ତାପରେ ଦେଖିବା ଏଟା କ'ଣ କଲା ନା ଆମ ଇଣ୍ଟ୍ରୋଡକ୍ସନ୍ କେମିତି କ'ଣ କରିବେ। ତାପରେ ଅଛି ନେକ୍ସଟ କ'ଣ ଅଛି ନା ଆମର ସୋର୍ସ ଅଫ ଓଡ଼ିଶା ହିଷ୍ଟ୍ରି। କୋଉଠି ଆମର ଯେ ଆମର ଏଇ ଯୋଉ ଓଡ଼ିଶା ହିଷ୍ଟ୍ରିଟା ଆମର ଓଡ଼ିଆ ଲୋକମାନେ ବା ଏଠି ଜନଜାତି ମାନେ ରହୁଥିଲେ, ତାର କ'ଣ ଅଛି ସୋର୍ସେସ୍, କୋଉଠି ପ୍ରମାଣ ମିଳୁଛି। ଫାର୍ଷ୍ଟ ତା ଭିତରେ ଦେଖିବା କ'ଣ ନା ଲିଟରେସି ମାନେ ଲେଖା ଲେଖି ଆକାରରେ କୋଉଠି ଆମର ପାଇବା। ପ୍ରଥମେ ଦେଖିବା କ'ଣ ଏପିକ୍ ପୁରାଣ ହେଲା, ଆମର ଯୋଉ ପୁରାଣ ରହୁଛି ତା ମଧ୍ୟରୁ ମଧ୍ୟ ଆମର କ'ଣ ମିଳୁଛି ନା ପ୍ରମାଣ ମିଳୁଛି। ଯେମିତି କ'ଣ ମହାଭାରତ, ରାମାୟଣ ହେଲା, ଏଗୁଡ଼ା ସବୁ ପ୍ରାଚୀ, ମହାତ୍ମ୍ୟ ମେନସନିଂ କଳିଙ୍ଗ, ଓଡ୍ର ରିଭର ଯେମିତି ବୈତରଣୀ, ଗଡେଶ, ବିରଜା, ଏମାନଙ୍କ ମଧ୍ୟରୁ କ'ଣ ଏପିକ୍ ପୁରାଣ ଆକାରରୁ ମଧ୍ୟ ଆମକୁ କ'ଣ ପ୍ରମାଣ ମିଳୁଛି। ଯେମିତିକି ଭେରିୟସ୍ ପୁରାଣ ଯେମିତିକି ବାୟୁ, ମତ୍ସ୍ୟ, ଭଗବତ, ଏଗୁଡ଼ା ସବୁ ମଧ୍ୟରୁ ମିଳିଛି। ମେନସନ କଳିଙ୍ଗ, ଉତ୍କଳ, ଏଇ ସବୁ ନାଁ ଗୁଡ଼ାକ ମେନସନ କରାଯାଇଛି କୋଉଥିରେ, ଏଇ ଯୋଉ ବାୟୁ, ମତ୍ସ୍ୟ, ଭଗବତ ହେଲା, ଆଉ ଏଗୁଡ଼ା ସବୁ କ'ଣ କରାଯାଇଛି ନା ମେନସନ କରାଯାଇଛି। ତାପରେ ନେକ୍ସଟ ଦେଖିବା କ'ଣ ଅଛି ନା ଜୈନ ଆଉ ବୁଦ୍ଧିଷ୍ଟ ଲିଟରେଚରରେ କ'ଣ ମେନସନ, କୋଉଠି ଆମର ଓଡ଼ିଆ ବିଷୟରେ ମେନସନ କରାଯାଇଛି। ଜୈନ ଟେକ୍ସଟରେ କ'ଣ କରାଯାଇଛି ଆବଶ୍ୟକ କ'ଣ ଆବଶ୍ୟକ ନିରୁକ୍ତି ଆଉ କ'ଣ ହରିବଂଶ ହେଲା, ଏଇଟା ସବୁ ଜୈନ ଟେକ୍ସଟ। ବେଳେ ପଚାରିଦିଏ ଏଇଟା ଜୈନ ଟେକ୍ସଟ କୋଉଠି ମେନସନ କରାଯାଇଛି, ଏଇଟା ମନେ ରଖିଥିବେ, ନୋଟ୍ କରିଦେଇଥିବେ, ଏଇଟାକୁ ମନେ ରହିଲା। ତାପରେ ଦେଖିବା କ'ଣ ବୁଦ୍ଧିଷ୍ଟ ଟେକ୍ସଟରେ ବି କ'ଣ ହେଇଛି, କ'ଣ ଦୀଘା ନିକାୟା ଆଉ ହଉଛି ମିର୍ଜମା ନିକାୟା, ଆଉ ଏଗୁଡ଼ା ସବୁ ନା ଗୁଡ଼ାକ ଟିକେ ନୋଟ୍ ଡାଉନ୍ କରିଦେଇଥିବେ। ବେଳେ ପଚାରେ ଏଇଟା ମାନେ ବୁଦ୍ଧିଷ୍ଟର କୋଉ ଟେକ୍ସଟରେ ଏମିତି ସବୁ ଅପସନ ଦେଇଥିବ ଯେଟା କୋଉଥିରେ ଆମର ବୁଦ୍ଧିଷ୍ଟ ବା କୋଉଟା ଜେନିଜିମରେ କ'ଣ ଲିଟରେଚରରେ ମେନସନ କରାଯାଇଛି। ଅଦର ଟେକ୍ସଟ ଯେମିତି ଅର୍ଥଶାସ୍ତ୍ର ହେଲା, ମାନୁସ୍ମୃତ ହେଲା, ନର୍ଦା, ତାପରେ ଏମିତି ଏସବୁ ଏଗୁଡ଼ାକ ସବୁ ରହିଛି କୋଉଠି ନା ଅଦର ଟେକ୍ସଟରେ ଏଗୁଡ଼ା ସବୁ ମେନସନ କରାଯାଇଛି। ପଲିଟିକାଲ ସିଷ୍ଟମରେ ସେମିତି ରଖାଯାଇଛି ହେଲା। ତାପରେ ଦେଖିବା କ'ଣ ବୁଦ୍ଧାୟନ ଧର୍ମଶାସ୍ତ୍ର ହେଲା, ଏଗୁଡ଼ା ସବୁ ଏଗୁଡ଼ା ସେତେ ଇମ୍ପୋର୍ଟାଣ୍ଟ ନାହିଁ। ଯେମିତିକି ଆଉ ଗୋଟେ କ'ଣ ଅଛି ଦେଖିଥିବେ ଇମ୍ପୋର୍ଟାଣ୍ଟ ଗୁଡ଼ାକ ଯୋଉଟାକ ପଏଣ୍ଟ ଗୁଡ଼ାକ ଅଛି ସେତେ ଇମ୍ପୋର୍ଟାଣ୍ଟ ନାହିଁ। ବୁଦ୍ଧିଷ୍ଟ ଆଉ ଜେନିଜିମଟା ଟିକେ ଦେଖିଦେଇ ଯାଇଥିବେ ହେଲା। ତାପରେ ଦେଖିବା କ'ଣ ଅଛି ନା ଫରେନ୍ ଆକାଉଣ୍ଟ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ ହେଲା। ବାରମ୍ବାର କ୍ୱେଶ୍ଚନରେ ପଚାରେ ଯୋଉ ଫରେନ୍ ମାନେ ଆସିଥିଲେ ସେମାନଙ୍କ ଭିତରୁ କିଏ ଓଡ଼ିଶା ବିଷୟରେ କ'ଣ କହିଛନ୍ତି। ପ୍ରଥମେ ଆସିଥିଲେ କିଏ ନା ମେଗାସ୍ଥନୀ, ଯିଏକି କ'ଣ ଲେଖିଥିଲେ ଇଣ୍ଡିକା ଲେଖିଥିଲେ। ସେଇଥିରେ ସେ କ'ଣ କରିଥିଲେ ନା କଳିଙ୍ଗକୁ ମେନସନ କରିଥିଲେ। ବାରମ୍ବାର ପଚାରେ ଯେ କଳିଙ୍ଗକୁ ଆମର କୋଉ ପୁସ୍ତକରେ ମେଗାସ୍ଥନୀ ଲେଖିଥିଲେ, କ'ଣ ଇଣ୍ଡିକା। ତାପରେ କ'ଣ ଅଛି ନା ପ୍ଲୋଟେମି ହେଲା, ପ୍ଲୋଟେମି କୋଉଥିରେ ଏଇ ବୋଲି ସେ କ'ଣ କରିଥିଲେ କଳିଙ୍ଗକୁ ବା ଓଡ଼ିଶାକୁ ଡେସ୍କ୍ରାଇବ
କରିଥିଲେ। ନେକ୍ସଟ ହେଉଛି କ'ଣ ହ୍ୟାଙ୍ଗ ସାଙ୍ଗ ହେଲା। ହ୍ୟାଙ୍ଗ ସାଙ୍ଗ କେତେ 638 ରୁ 39 AD ଭିତରେ ଆସିଥିଲେ। ସିଏ କି ମେନସନ୍ କରିଥିଲେ କ'ଣ ନା ଗେଙ୍ଗାଟିକ୍ ଏଣ୍ଡ କଳିଙ୍ଗ ରିଜିଅନ୍। ସେ ଆସିକି ଗେଙ୍ଗାଟିକ୍ ଆଉ କ'ଣ କଳିଙ୍ଗନ ରିଜିଅନ୍ ବିଷୟରେ ମେନସନ୍ କରିଛନ୍ତି। ତାପରେ ହେଉଛି ପ୍ଲେନି ଡିଭାଇଡ୍ସ ଦ କଳିଙ୍ଗ ଇଣ୍ଟୁ, ଏ ଯେଉଁ ପ୍ଲେନି ନାଁଟାକୁ ମନେ ରଖିଥିବେ ହେଲା। ବେଳେବେଳେ ପଚାରିଦିଏ କିଏ ଡିଭାଇଡ୍ କରିଥିଲେ ଆମର କ'ଣ କଳିଙ୍ଗକୁ ଗଙ୍ଗାଟିକ୍ ମିଡିଲ୍ ଏଣ୍ଡ କ'ଣ ଆମର କଳିଙ୍ଗ ରିଜିଅନ୍ ହେଲା। ଡିଭାଇଡ୍ କରିଥିଲେ କୋଉଠି କି ତିନିଟା ଭାଗରେ ଗେଙ୍ଗାଟିକ୍ ମିଡିଆଲ ଆଉ କଳିଙ୍ଗ ରିଜିଅନ୍ ତିନିଟା। କିଏ ପ୍ଲିନି ମନେ ରଖିଥିବେ ଏଇଟା। ତାପରେ ନେକ୍ସଟ ହେଉଛି କ'ଣ ଉଡ୍ର ନୋନ୍ ଏଜ୍ ୱାଚା ହେଲା। ଏଇଟା ମନେ ରଖିଥିବେ ବେଳେବେଳେ ପଚାରେ ଉଡ୍ରକୁ ଆଉ କ'ଣ କୁହନ୍ତି ମାନେ ୱାଚା ବୋଲି ସେମାନେ ମେନସନ୍ କରିଥିଲେ। ତାପରେ ନେକ୍ସଟ ଦେଖିବା କ'ଣ ଅଛି ଆର୍କୋଲୋଜିକାଲ ସୋର୍ସେସ୍। ଏଗୁଡ଼ା ତ କିଏ କ'ଣ ବାହାରୁ ଆସିଥିଲେ ସେ କହିଛନ୍ତି। ଏବେ ଦେଖିବା ଆମର ଆର୍କୋଲୋଜିଷ୍ଟ ଅନୁସାରେ କ'ଣ ସବୁ ରହିଛି। ଫାର୍ଷ୍ଟ ହେଉଛି ପ୍ରି ହିଷ୍ଟୋରିକ୍ ସାଇଟ୍ ଏକ୍ସପ୍ଲୋର୍ଡ ବାଇ ଦ ଭ୍ୟାଲେଣ୍ଟିନ୍ ବାଲି ଏଣ୍ଡ ପରମାନନ୍ଦ ଆଚାର୍ଯ୍ୟ। ଏସବୁ ଏମାନେ ସବୁ କ'ଣ କରିଥିଲେ ଏକ୍ସପ୍ଲୋର କରିଥିଲେ। ତାର ଅଶୋକାନ ରକ୍ ଏଡିଟ୍ ଏଟା ଧଉଳି ଏଣ୍ଡ ଆମର ଜୁଆଗଡ଼। ଏଇଟା ମନେ ରଖିଥିବେ ବାରମ୍ବାର କ୍ୱେଶ୍ଚନ୍ ପଚାରେ ଯେ ଅଶୋକଙ୍କର ଏଡିଟ୍ଟା କୋଉଠି କୋଉଠି ଅଛି ହେଲା। ପିଲାମାନେ ରତ୍ନଗିରି ଧଉଳିଗିରି ତା ଭିତରେ ବହୁତ କ'ଣ ମିସକନସେପସନ୍ ଥାଏ। ତେଣୁ ଏଇଟା ଦେଖିଦେବେ କ'ଣ ଅଛି ଅଶୋକଙ୍କ ରକ୍ ଏଡିଟ୍ଟା କୋଉଠି ଧଉଳି ଆଉ ଜୁଆଗଡ଼, ଯେଟା କି ଫ୍ରମ୍ 3rd century BC ପାଖରୁ ଲେଖା ଅଛି କୋଉଠି ଧଉଳି ଆଉ ଜୁଆଗଡ଼। ନେକ୍ସଟ ଦେଖିବା କ'ଣ ଅଛି ଜୈନ କେବ୍ ମଧ୍ୟରୁ ମିଳୁଛି ଯେଟା କ'ଣ କୋଉଠି ଅଛି ଉଦୟଗିରି ଆଉ ଖଣ୍ଡଗିରି, যেটা কোଉଠୁ ଅଛି ନା 2nd century BC ପାଖରୁ ଅଛି। ଅଶୋକଙ୍କର କ'ଣ 3rd century BC ପାଖରୁ। ତାପରେ ଜୈନ କେବ୍ରେ ଉଦୟଗିରି, ଜୈନ କେବ୍ ଯୋଉଟାକ ଉଦୟଗିରି ଆଉ ଖଣ୍ଡଗିରି ଯୋଉଟା କି ଅଛି 2nd century BC ପାଖରୁ ରହିଛି। ତାପରେ କ'ଣ ଏକ୍ଜିବିସନ୍ସ ଏଟା ମାନିକପଟ୍ଟନମ ରତ୍ନଗିରି ଉଦୟଗିରି ଲଳିତଗିରି ରିଭର୍ସ ଦ ସୋସିଆଲ ଇକୋନୋମିକ ଏଣ୍ଡ ବୁଦ୍ଧିଷ୍ଟ ହିଷ୍ଟ୍ରି ବୁଝିହେଲା। ତାପରେ କ'ଣ ଅଛି ନା ଆମର କପର ପ୍ଲେଟ୍ ଫ୍ରମ୍ ଦ ତାଳଚେର ହେଲା। ବେଳେବେଳେ ପଚାରିଦିଏ ଆମର ଯେଉଁ କୋଉଠାରୁ ଓଡ଼ିଶା ହିଷ୍ଟ୍ରିର କପର ପ୍ଲେଟ୍ର ଗୋଟେ ପ୍ରମାଣ ମିଳେ କୋଉଠି ତାଳଚେରରୁ ମନେ ରଖିଥିବେ। ତାପରେ ହିନ୍ଦୋଲ ଢେଙ୍କାନାଳ ପ୍ରୋଭାଇଡ ଦ ଇୟରଲି ହିଷ୍ଟ୍ରିକାଲ ଡାଟା ହେଲା। ଏଗୁଡ଼ା ସବୁ କ'ଣ ପ୍ରମାଣ ମିଳିଛି। ତାପରେ କ'ଣ ଅଛି ଶ୍ରୀ ମହାଦେବ ପୁର ମହାବୀରା 7 to 8th century AD located in the ଉଦୟଗିରି ହେଲା। ଏ ଯେଉଁ ମହାଦେବପୁରର କୋଉଠି ମିଳୁଛି ଉଦୟଗିରି ପାଖରୁ ମିଳୁଛି କୋଉଟା 7 ରୁ 8th century ଭିତରେ ମିଳିଛି। ଆଉ ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ଆପଣ ମନେ ରଖିଥିବେ କ'ଣ ଅଛି ନା ବେଳେବେଳେ କ୍ୱେଶ୍ଚନ୍ ପଚାରିଦିଏ ଯେ ଆମର ଓଡ଼ିଶାର ଡାଇମଣ୍ଡ ଟ୍ରାଇଙ୍ଗେଲ ବୋଲି କାହାକୁ କୁହାଯାଏ ହେଲା। ୟା ଭିତରୁ ଆପଣ କ'ଣ କହିଲି ଯେ ଆମର ଜୈନ କେବ୍ଟା ଉଦୟଗିରି ଆଉ ଖଣ୍ଡଗିରି ରହିଛି ହେଲା। ଆଉ କ'ଣ ଉଦୟଗିରି ଖଣ୍ଡଗିରି ଜୈନ କୁହାଯାଏ, କିନ୍ତୁ ଉଦୟଗିରି ଆଉ ଲଳିତଗିରିକୁ ବୁଦ୍ଧିଷ୍ଟ ଯୋଉଟା କି କ'ଣ ସ୍ତୂପଜ ରହିଛି। ମେନ୍ କଥା ରହିଲେ କ'ଣ ନା ଡାଇମଣ୍ଡ ଟ୍ରାଇଙ୍ଗେଲ ହେଲା। ଡାଇମଣ୍ଡ ଟ୍ରାଇଙ୍ଗେଲ କାହାକୁ କୁହାଯାଏ ନା ରତ୍ନଗିରି ଉଦୟଗିରି ଆଉ ଲଳିତଗିରି ହେଲା। ମନେ ରହିବ ଡାଇମଣ୍ଡ ଟ୍ରାଇଙ୍ଗେଲ କାହାକୁ କୁହାଯାଏ ଓଡ଼ିଶାର ରତ୍ନଗିରି ଉଦୟଗିରି ଲଳିତଗିରି। ଏଟା ବାରମ୍ବାର କ୍ୱେଶ୍ଚନ୍ ପ୍ରିଭିୟସ୍ ଇୟର କ୍ୱେଶ୍ଚନ୍ ଯେକୌଣସି ଏକ୍ଜାମ ଦେଖିଦିଅନ୍ତୁ ଏଟା ବାରମ୍ବାର ପଚାରୁଛି। ତେଣୁ ମନେ ରଖିଥିବେ ଫେମସ୍ କ'ଣ ପାଇଁ ନା ବୁଦ୍ଧିଷ୍ଟ ରିମେନ୍ସ ପାଇଁ ଫେମସ୍ ଡାଇମଣ୍ଡ ଟ୍ରାଇଙ୍ଗେଲ ରତ୍ନଗିରି ଉଦୟଗିରି ଲଳିତଗିରି ମନେ ରହିଲା। ତାପରେ ତ ରାଜାମାନଙ୍କ ବିଷୟରେ ଆପଣଙ୍କୁ କହିଦେଲି। ଆଉ ଗୋଟେ କଥା ଅଛି କ'ଣ ଇନସ୍କ୍ରିପସନ୍ ବିଷୟରେ ମନେ ରଖିଥିବେ ଯେ ଅଶୋକଙ୍କ ଏଡିଟ୍ ଯେମିତି କହିଲି ଧଉଳିଗିରି ଆଉ ଜୁଆଗଡ଼ ହେଲା। ସେଇଭଳିଆ ଆମର ହାତୀ ଗୁମ୍ଫା ଇନସ୍କ୍ରିପସନ୍ କାହା ବିଷୟରେ କହିଥାଏ କ'ଣ କ'ଣ କହିଲେ ହାତୀ ଗୁମ୍ଫା ହେଲା। ଯଦି ଜଣେ ହାତୀ ଗୁମ୍ଫା କୋଉ ରାଜାଙ୍କ ବିଷୟରେ କହୁଛି ନା କ'ଣ ନା ଖାରବେଳ ହେଲା। ଖାରବେଳଙ୍କର ବିଷୟରେ କୋଉ ଇନସ୍କ୍ରିପସନ୍ ମିଳେ ନା ହାତୀ ଗୁମ୍ଫାରୁ ମିଳିଥାଏ ବୁଝିହେଲା। ତେବେ କେବେ ଦେଖିବା ନେକ୍ସଟ କ'ଣ ଅଛି ହେଲା। ଇନସ୍କ୍ରିପସନ୍ ଦେଖିଦେବା ଏବେ କ'ଣ ଅଛି ଇନସ୍କ୍ରିପସନ୍ କ'ଣ ୟାର୍ଲିଏଷ୍ଟ ଇନସ୍କ୍ରିପସନ୍ ଇନକ୍ଲୁଡ୍ ଦ ପିକ୍ଟୋଗ୍ରାଫି ଏଟ୍ ସୁନ୍ଦରଗଡ଼। ବେଳେବେଳେ ପଚାରେ ଯେ ଆମର ହିଷ୍ଟ୍ରିର ଯେଉଁ ଇନସ୍କ୍ରିପସନ୍ ଗୁଡ଼ାକ ଅଛି ପିକ୍ଟୋଗ୍ରାଫି ଅନୁସାରେ କୋଉଠି କୋଉଠି ଅଛି ସୁନ୍ଦରଗଡ଼ ସମ୍ବଲପୁର ଆଉ କଳାହାଣ୍ଡି ରହିଛି। କି ଇନସ୍କ୍ରିପସନ୍ ଅଶୋକ ଏଡିଟ୍ ହାତୀ ଗୁମ୍ଫା ହେଲା। ମନେ ରଖିଥିବେ ଅଶୋକଙ୍କ ଇନସ୍କ୍ରିପସନ୍ କୋଉଠି ହାତୀ ଗୁମ୍ଫା ଇନସ୍କ୍ରିପସନ୍ ଆଉ ଏସାନ ପାର୍ଟ ଷ୍ଟୋନ୍ ଇନସ୍କ୍ରିପସନ୍ ଯୋଉଟା କି କ'ଣ ଅଛି ଏ ଯେଉଁ ରାଠିପୁରା ଗ୍ରାଣ୍ଡ ଏଗୁଡ଼ା ସବୁ ଅଛି। ତା ଦେହରେ ଦିଜ୍ ଇନସ୍କ୍ରିପସନ୍ ଅଫର ଆଡମିନିଷ୍ଟ୍ରେଟିଭ ଏଣ୍ଡ ରୟାଲ ହିଷ୍ଟ୍ରିକାଲ ଡିଟେଲ୍ସ। ଏଟା ମାନେ ରାଜାଙ୍କର କ'ଣ ସବୁ ରୟାଲ ମାନେ ତାଙ୍କର ଆଡମିନିଷ୍ଟ୍ରେସନ ଏଗୁଡ଼ା ସବୁ ବିଷୟରେ ଲେଖା ଅଛି। ତାପରେ ଦେଖିବା ନେକ୍ସଟ କ'ଣ ଅଛି ନା କଏନ୍ ବିଷୟରେ। ତ ସରିଲା ଇନସ୍କ୍ରିପସନ୍ ବିଷୟରେ। ତାପରେ କଏନ୍ରୁ ବି ଜଣା ପଡ଼େ ନା ଯେ ଆମର କ'ଣ ଅଛି ମାନେ ହିଷ୍ଟ୍ରି ଗୁଡ଼ାକ ଏନସିଏଣ୍ଟ ସମୟରେ ଅଛି କି ନାହିଁ। କଏନ୍ ବି ବହୁତ ଇମ୍ପୋର୍ଟାଣ୍ଟ, କଏନ୍ ବି କ୍ୱେଶ୍ଚନ୍ ପଚାରେ। ତେଣୁ ନେକ୍ସଟ ଅଛି କଏନ୍ ଭିତରୁ କ'ଣ ନା ପଞ୍ଚ ମାର୍କଡ କଏନ୍ ହେଲା। ପଞ୍ଚ ମାର୍କ କଏନ୍ଟା ହେଉଛି ସବୁଠାରୁ କ'ଣ ନା ଫାଷ୍ଟ ମନେ ରଖିଥିବେ ଆମର ଓଡ଼ିଶା ହିଷ୍ଟ୍ରିରେ ସବୁଠୁ ଫାଷ୍ଟ କଏନ୍ ଯୋଉଟା ମିଳୁଛି ସେଟା ହେଉଛି କ'ଣ ପଞ୍ଚ ମାର୍କ କଏନ୍ ହେଲା। ପଞ୍ଚ ମାର୍କ କଏନ୍ ସେଟା କେତେ ନା 4th century BC ପାଖରୁ ହେଲା ଆରମ୍ଭ ହୋଇଛି। ଏଟା ଯୋଉଟା ମନେ ରଖିଥିବେ କ'ଣ ୟାର୍ଲିଏଷ୍ଟ କଏନ୍ ଫାଉଣ୍ଡ ଇନ୍ ଓଡ଼ିଶା। କୋଉଥିରୁ ତିଆରି ହେଇଥିଲା ଏଇ ଯୋଉ କଏନ୍ଟା ନା ଆମର ସିଲଭର
ହେଲା ସିଲଭର ଆଉ କଣ ନା କପର। ସିଲଭର ଆଉ କପର ଏଇ ଯୋଉ ପଞ୍ଚ ମାର୍କ କଏନଟା ପ୍ରଥମେ ଯେଟା କି ଆମର ମିଳିଛି ଓଡ଼ିଶାରେ ପ୍ରଚଳିତ ଥିଲା, ଯୋଉଥିରେ କି ସିଲଭର ଆଉ କପରରୁ ତିଆରି ହେଇଛି। ଆଉ ତା ଭିତରେ କଣ ଥିଲା ନା ସନ୍ ଆଉ ଏନିମଲ ଆଉ ବାର୍ଡ ଆଉ ଜିଓମେଟ୍ରିକ ଡିଜାଇନ ଗୁଡାକ ରହିଛି। ମନେ ରଖିଥିବେ ସନ୍ ଏନିମଲ ବାର୍ଡ ମାନଙ୍କର ଆଉ ଜିଓମେଟ୍ରିକ ରିଜନ। ବେଳେ ପଚାରିଥିବେ ଯୋଉ ପଞ୍ଚ ମାନ ଆପଣ ଜାଣିଛନ୍ତି ଫାର୍ଷ୍ଟଟା, କିନ୍ତୁ ୟା ଭିତରେ କୋଉ ଟା ନଥିଲା ବୋଲି ଅପସନ ଦେଇଥିବ ସନ୍ ଏନିମଲ ବାର୍ଡ ଆଉ ଜିଓମେଟ୍ରିକ ଏଗୁଡା ସବୁ ଥିଲା। ଆଉ ମେନ୍ କଥା ଏଟା ମିଳୁଥିଲା କୋଉଠି ନା ଆମର ମେନଲି କୋଷ୍ଟାଲ ଓଡିଶା ମାନେ ବେ ଅଫ ବେଙ୍ଗଲ ଯୋଉ ଅଛି ସେଇ ସାଇଡରେ କୋଷ୍ଟାଲ ପ୍ଲେନ ରେ ମିଳିଥିଲା କୋଉଟ ପଞ୍ଚ ମାର୍କ କଏନ ପ୍ରଚଳିତ ଥିଲା ଆଉ ହେଲା। ତେଣୁ ସେଥିପାଇଁ ତାପରେ ନେକ୍ସଟ ଆସିଲା କଣ ପୁରୀ କୁଷାଣ କଏନ, ଯେଟା କି 0 ରୁ 3rd ସେଞ୍ଚୁରୀ ଏଡି। ସେଟା କେତେ 4th ସେଞ୍ଚୁରୀ ବିସି ଥିଲା, ଏଟା 0 ରୁ 3rd ସେଞ୍ଚୁରୀ ଏଡି। ଏଟା ଆମର କୋଉଠି ପ୍ରଚଳିତ ଥିଲା ସେମିତି ସେ ଅନୁସାରେ ନା ଆମର କଣ ଅଛି ଇମିଟେସନ ଫାଉଣ୍ଡ ଇନ ମୟୂରଭଞ୍ଜ ଏଣ୍ଡ ଗଞ୍ଜାମ ହେଲା। ସେଟା ତ ମିଳିଲା କୋଉଠି କୋଷ୍ଟାଲ ପ୍ଲେନ କୋଷ୍ଟାଲ ଓଡିଶାରେ ମିଳିଥିଲା। ଏଟା କିନ୍ତୁ ଡେଫିନେଟ ଗୋଟେ ଜାଗା ଯେମିତି କି ମୟୂରଭଞ୍ଜ ଟୁ ଗଞ୍ଜାମ ଭିତରେ ମିଳିଥିଲା, ମନେ ରହିବ। ତାପରେ ନେକ୍ସଟ ଆସିଲା କଣ ଗୁପ୍ତା ଗୋଲ୍ଡ ଆର୍ଚର ଟାଇପ ଅଫ କଏନ। ଗୁପ୍ତା ଯେଟା କି 5 ରୁ 5 ଟୁ 7 ସେଞ୍ଚୁରୀ ଏଡି ଭିତରେ ଫାଉଣ୍ଡ ଇନ କଣ ଭାନପୁର ଆଉ ଖିଚିଂ ଅନୁଗୁଳ ଏଗୁଡା ଜାଗାରେ ମିଳିଥିଲା। ଗୁପ୍ତା ପିରିୟଡ ଏଟା ପ୍ରଚଳିତ ଥିଲା। ତାପରେ ଆସିଲା କଣ ନଳ କଏନ। ନଳ କଏନ ଟା 5th ରୁ 6th ସେଞ୍ଚୁରୀ ବିଷୟରେ ଫାଉଣ୍ଡ ଇନ ୱେଷ୍ଟର୍ଣ୍ଣ ଓଡିଶା ହେଲା ଏଇଥିରେ ମିଳିଥିଲା। ଯୋଉଥିରେ କି କଣ ଫିଚର୍ସ ଥିଲା ନା ହମ୍ପଡ ବୁଲ ୱିଥ କିଙ୍ଗ ନେମ। ମନେ ରଖିଥିବେ ଏଟା ବି ଇମ୍ପୋର୍ଟାଣ୍ଟ ଅଛି, କାରଣ ବେଳେ ବେଳେ ପଚାରିବେ ନଳ କଏନରେ କୋଉ ଗୁଡାକ ମାନେ ମେନ୍ ଫିଚର୍ସ କଣ ଥିଲା ନା ହମ୍ପଡ ମାନେ ସିଂହ ଥିବା ଯୋଉଟା କି କଣ କହନ୍ତି ବଳଦ ଥିବ, ହମ୍ପଡ ବୁଲ ଆଉ କିଙ୍ଗ ର ନାଁ ମେନସନ ଥିଲା। ବେଳେ ବେଳେ କ୍ୱେଶ୍ଚନ ପଚାରିବେ ଓଡିଶାର କୋଉ କଏନରେ ରାଜାଙ୍କର ନାଁ ମେନସନ ରହୁଥିଲା, କଣ ନଳ କଏନ ଯେଟା କି 5th ରୁ 6th ସେଞ୍ଚୁରୀ ଏଡି ଭିତରେ ପ୍ରଚଳିତ ଥିଲା। ତାପରେ ଏଟା ସଲା କଣ କଏନ ବିଷୟରେ। ତାପରେ ଦେଖିବା ଟେମ୍ପୁଲ ଆଉ ଆର୍କିଟେକ୍ଚର ବିଷୟରେ କଣ କଣ ସବୁ ଟେମ୍ପୁଲ ଗୁଡାକ ଦ୍ୱାରା ଆମେ ପ୍ରମାଣ ମିଳୁଛି ଦେଖିଦେବା। ଏବେ ଫାର୍ଷ୍ଟ ହଉଛି କଣ କଳିଙ୍ଗ ଷ୍ଟାଇଲ ଆର୍କିଟେକ୍ଚର, ଯେଟା କଳିଙ୍ଗ ଷ୍ଟାଇଲ ରେ କଣ ଥିଲା ଆର୍କିଟେକ୍ଚର ଥିଲା ତା ସେଟା କି କୋଉଥିରେ ସମୟରେ ଆମର ତିଆରି ହେଇଥିଲା ନା 6th ଟୁ 7th ସେଞ୍ଚୁରୀ ଏଡି ହେଲା। ଡେଭଲପଡ ଇନ ଭୁବନେଶ୍ୱର। ଭୁବନେଶ୍ୱରରେ ଯୋଉ ସବୁ ଟେମ୍ପୁଲ ଗୁଡାକ ଅଛି ସେଟା କଳିଙ୍ଗ ଷ୍ଟାଇଲ ରେ ଆର୍କିଟେକ୍ଚର ଅନୁସାରେ ତିଆରି ହେଇଥିଲା। ମନେ ରହିବ ହେଲା ଯୋଉଟା କି ଭୁବନେଶ୍ୱରରେ ହେଇଥିଲା। ୟା ଭିତରେ ମୋଷ୍ଟ ଯୋଉଟା ରିମାର୍କେବଲ ଅଛି କଣ ଶ୍ରୀ ଜଗନ୍ନାଥ ପୁରୀ ଟେମ୍ପଲ ୱାନ ଅଫ ଦ ମୋଷ୍ଟ ରିମାର୍କେବଲ ମନୁମେଣ୍ଟ ଇନ ଓଡିଶା ୱାଜ ବିଲ୍ଡ ଇନ 12th ସେଞ୍ଚୁରୀ। ମନେ ରଖିଥିବେ ଯଦି ଜଗନ୍ନାଥ ଟେମ୍ପଲ ପଚାରେ କେତେ 12th ସେଞ୍ଚୁରୀରେ ତିଆରି ହେଇଥିଲା ବାଇ ଦ ରେନୱାଲ୍ଡ ଅଫ ଗଙ୍ଗ ଡାଇନେଷ୍ଟି କିଙ୍ଗ ଅନନ୍ତ ବର୍ମନ ଚଡଗଙ୍ଗ ଦେବ। ତାଙ୍କ ଫୁଲ ନା କଣ ଆପଣ ଖାଲି ଚଡଗଙ୍ଗ ଦେବ ଜାଣିଥିବେ, ଫୁଲ ନାଟା ହଉଛି କଣ ଅନନ୍ତ ବର୍ମନ ଚଡଗଙ୍ଗ ଦେବ ନିୟର ଦ ଶିଶର ପୁରୀ ହେଲା। ଏଠି ତିଆରି ହେଇଥିଲା। ତାପରେ ନେକ୍ସଟ କଣ ଅଛି ଦେଖିବା। ତାପରେ ଆସିଲା କଣ ଫାର୍ଷ୍ଟ କଳିଙ୍ଗ ଷ୍ଟାଇଲ ଆର୍କିଟେକ୍ଚର ଥିଲା। ତାପରେ ଆସିଲା କଣ ରେଖା ବା କର୍ବିଲିୟନ ମାନେ ସିଧା ସିଧା ଯୋଉଗୁଡାକ ଥିଲା ହେଲା। ସେଇଥିରେ ହଉଛି କଣ କର୍ବିଲିୟନ ରେ ହଉଛି କଣ ନା ଆମର ଟେମ୍ପଲ ଷ୍ଟ୍ରକ୍ଚର। ନେକ୍ସଟ ଆସିଲା ତାପରେ ହଉଛି ଫେମସ ଟେମ୍ପଲ। ଫେମସ ଟେମ୍ପଲ ଭିତରେ କଣ ଗୁଡାକ ଅଛି ନା ଦେଖିଦବା ନା ଭରତ ଯେମିତି କି ଅର୍ଲି ଟେମ୍ପଲ ଆର୍କିଟେକ୍ଚର ଲକ୍ଷ୍ମଣ ସେବର ଏଗୁଡା ସବୁ ନାଁ ଗୁଡାକ ରହିଛି। ଲିଙ୍ଗରାଜ ଟେମ୍ପଲ ଆଇକନିକ ଶିବତୀ ଟେମ୍ପୁଲ, ଅନନ୍ତ ବାସୁଦେବ ଟେମ୍ପୁଲ ଯୋଉଟା କି ବସିନା ବଷ୍ଣ ଭାଟି ଟେମ୍ପୁଲ ଏଗୁଡା ସବୁ ଜଗନ୍ନାଥ ଟେମ୍ପୁଲ ଅନଇଜ ରଥଯାତ୍ରା ବିଲ୍ଡ ଇନ 12th ସେଞ୍ଚୁରୀ ଯେଟା ମୁଁ କହୁଥିଲି ଚନନ୍ତ ଦେଇଥିଲେ। ତାପରେ ହଉଛି କଣ ଅଛି ନା ଚୌସ୍ଥ ୟଗିନୀ ଟେମ୍ପୁଲ କି ସର୍କୁଲାର ଟେମ୍ପୁଲ ୱିଥ ଟେଣ୍ଟେଟିଭ ଏଲିମେଣ୍ଟ। ବେଳେ ବେଳେ ପଚାରିଥିବେ ସର୍କୁଲାର ଟେମ୍ପୁଲ କୋଉଟା କି ଚୌସ୍ଥ ୟଗିନୀ ଟେମ୍ପୁଲ ସେଟା କି ସର୍କୁଲାର ପ୍ୟାଟର୍ନ ରେ କରାଯାଇଛି। ତାପରେ ଦେଖିବା କଣ ଅଛି ଆର୍କିଲୋଜିକାଲ ସୋର୍ସେସ ହେଲା। ଆର୍କିଭାଲ ସୋର୍ସେସ ଗୁଡାକ କଣ ଅଛି ନା ଯେମିତି କି ହିଷ୍ଟ୍ରିକାଲ ନ୍ୟୁଜ ପେପର ଯେମିତି ଉତ୍କଳ ଦୀପିକା ହେଲା, ଉତ୍କଳ ଦର୍ପଣ ଆଶା ହେଲା, ମୁକୁରା ଏଗୁଡା ସବୁ ରହିଛି। ତାପରେ ସେନ୍ସସ ରିପୋର୍ଟ 1801 ରୁ 1931 ଭିତରେ ରହିଛି। ଓଡିଶା ମ୍ୟୁଜିୟମ ପ୍ରିଜର୍ଭେସନ ଲିଟରେସି ହିଷ୍ଟ୍ରିକାଲ ଡକ୍ୟୁମେଣ୍ଟ ରୁ ମଧ୍ୟ ମିଳିଛି ହେଲା। ଏତିକି ଗଲା ଆମର କଣ ଆମର ସୋର୍ସେସ ଅଫ ଓଡିଶା ହିଷ୍ଟ୍ରି। ତାପରେ ଦେଖିବା ଆମର ପ୍ରି ହିଷ୍ଟୋରିକ ଓଡିଶା। ପ୍ରି ହିଷ୍ଟୋରିକ ଓଡିଶାରେ କେମିତି କଣ ଆମର ସିଷ୍ଟମ ଥିଲା ସେଟା ଦେଖିବା। ଫାର୍ଷ୍ଟ ଦେଖିବା କଣ ଜିଓଲୋଜିକାଲ ବ୍ୟାକଗ୍ରାଉଣ୍ଡ ହେଲା। ଜିଓଲୋଜିକାଲ ବ୍ୟାକଗ୍ରାଉଣ୍ଡ କହିଲେ କଣ ନା ଓଡିଶା ପାର୍ଟ ଅଫ ଦ ଗଣ୍ଡୱାନା ସୁପର କଣ୍ଟିନେଣ୍ଟ। ମନେ ରଖିଥିବେ ବେଳେ ବେଳେ କ୍ୱେଶ୍ଚନ ପଚାରେ ଯେ ଓଡିଶା କୋଉଥିର ପାର୍ଟ ଗୋଟେ ନା ଓଡିଶା ଇଜ ଦ ପାର୍ଟ ଅଫ ଗଣ୍ଡୱାନା ସୁପର କଣ୍ଟିନେଣ୍ଟ ହେଲା। ଗଣ୍ଡୱାନା ସୁପର କଣ୍ଟିନେଣ୍ଟ ଓଲ୍ଡେଷ୍ଟ ରକ୍ ଡେଟ୍ ଟୁ ପ୍ରି କେମ୍ବ୍ରିଆନ ଏରା। ଏଟା ଯୋଉଠି ଓଲ୍ଡେଷ୍ଟ ରକ୍ ମାନେ କୋଉ ସମୟରୁ ନା ପ୍ରି କେମ୍ବ୍ରିଆନ ଏରା ପର୍ଯ୍ୟନ୍ତ ଥିଲା ଏଟା ମନେ ରଖିଥିବେ। ତାପରେ ଦେଖିବା ନେକ୍ସଟ ପ୍ରି ହିଷ୍ଟୋରିକ ସାଇଟ୍ସ ଏଣ୍ଡ ଆର୍ଟିଫିକ୍ଟ ହେଲା। ଏ ଭିତରେ କଣ ଅଛି ସାଇଟ୍ସ ରିଭଲ ଦ ଇୟରଲି ହ୍ୟୁମାନ ସେଟଲମେଣ୍ଟ ଷ୍ଟୋନ ଟୁଲ ୟୁଜେସ କେଭ୍ ଆର୍ଟ ଏଗୁଡା ସବୁ ୟୁଜ କରୁଥିଲେ। ଇମ୍ପୋର୍ଟାଣ୍ଟ ସାଇଟ ର କଣ ଅଛି ନା ଗଞ୍ଜନ ଦଗାର ଯେଟା କି ସୁନ୍ଦରଗଡରେ ଅଛି, ଉଷା କୋଠି ସମ୍ବଲପୁରରେ,
ବିକ୍ରମଙ୍କଲ ଝାରସୁଗୁଡ଼ାରେ ରହିଛି, ଏଗୁଡ଼ା ସବୁ ରହିଥିଲା। ତାପରେ ନେକ୍ସଟ ହଉଛି କଣ ଡିସ୍କଭରି ବାଇ ଦ ଏରା, କଣ ସବୁ ଡିସ୍କଭରି କରାଯାଇଛି? ଲୟର ପେଲୋଲିଥିକ ଷ୍ଟୋନ ଟୁଲ୍ସ ଇନ୍ ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ସମ୍ବଲପୁରରେ। ଅପର ପେଲୋଲିଥିକ ଏଜ କୋଉଠି ନା ରକ୍ କର୍ଭିଂ ଇନ୍ ଗଡୁହାଣ୍ଡି ହିଲ୍ସ, ଏଟା କଳାହାଣ୍ଡିରେ ରହିଛି। ତାପରେ ନିଓଲିଥିକ ହୋଜ କୋଉଠି ଅଛି ନା ଚିଓସ ଗ୍ରାଇଣ୍ଡିଂ ଷ୍ଟୋନ୍ସ ଇନ୍ ଦ ବାରିପଦା, କୋଚିଂ କେଭ୍ ପଏଣ୍ଟିଂ ଇନ୍ ଦ ୟୋଗୀମଠ, ଏଟା ସବୁ ରହିଛି, ତ ସେଇଟା ଇମ୍ପୋର୍ଟାଣ୍ଟ ନାହିଁ। ତାପରେ ଦେଖିବା କଣ ହିଷ୍ଟ୍ରିକାଲ ନେମ୍ ଅଫ ଓଡିଶା, କଣ ସବୁ ନାଁ ଗୁଡାକ ରହିଥିଲା ଓଡିଶାର, ଯୋଉ ହିଷ୍ଟ୍ରିକାଲ ନାମ ଗୁଡାକ ଯୋଉ ଆପଣଙ୍କୁ ପଢେଇଲି ସେଗୁଡାକ। କଳିଙ୍ଗ ନେମ୍ଡ ଆଫ୍ଟର ଦ ପ୍ରିନ୍ସେସ୍ ଅଫ କଳିଙ୍ଗ ରେଫରେନ୍ସ ଟୁ ଦ ପୁରାଣ। କ୍ୱେଶ୍ଚନ ପଚାରେ ଯେ ଆମର ଯୋଉ କଳିଙ୍ଗ ନାଁଟା କୋଉଠୁ ଆସିଛି ନା ପ୍ରିନ୍ସେସ୍ ଜଣେ ଥିଲେ ତାଙ୍କ ନାଁ କଳିଙ୍ଗ ଥିଲା ହେଲା, ରେଫରେନ୍ସ ଇନ ଦ ପୁରାଣ, ମହାଭାରତରେ ମେନସନ ଅଛି ଯେ ଜଣେ ରାଜା ପ୍ରିନ୍ସେସ୍ ଥିଲେ ତାଙ୍କ ନାଁ କଳିଙ୍ଗ ଥିଲା, ସେ ଅନୁସାରେ ଆମ ନାଁ ଓଡିଶାର ନାଁ କଣ ଥିଲା କଳିଙ୍ଗ ଥିଲା। ଉତ୍କଳ କଣ ପାଇଁ ନା ନର୍ଦର୍ନ ପାର୍ଟ ଅଫ ଦ କଳିଙ୍ଗ କନକର୍ଡ ବାଇ ଦ କର୍ଣ୍ଣ, ମହାଭାରତ ଯୋଉ ମହାଭାରତ ଯୋଉ କର୍ଣ୍ଣ ଥିଲେ ସିଏ ଯେତେବେଳେ ଆମର କଣ କଲେ ନର୍ଦର୍ନ ପାର୍ଟ ଅଫ କଳିଙ୍ଗ କନକର କରିଥିଲେ, ସେଇଠୁ ତାଙ୍କ ନାଁ କଣ ହେଲା ନା ଉତ୍କଳ ରହିଗଲା। ତାପରେ ମହାଭାରତ ଯେମିତି ଗୁପ୍ତା ପିରିୟଡ ଟର୍ମ କଳାହାଣ୍ଡି ଏଣ୍ଡ ଜୟପୁର ହେଲା। ତାପରେ ଦେଖିବା ଉଡ୍ର, ଉଡ୍ର ହଉଛି କୋଷ୍ଟାଲ କିଙ୍ଗଡମ, ଯେମିତି ମୁଁ କହିଲି କୋଷ୍ଟାଲ କିଙ୍ଗଡମ ଯୋଉଟା ଥିଲା କୋଷ୍ଟାଲ ପ୍ଲେନ ଗୁଡାକ ମାନେ ବେ ଅଫ ବେଙ୍ଗଲ ସାଇଡ ଯୋଉଗୁଡାକ ଥିଲା ସେଟାକୁ କଣ କୁହାଯାଉଥିଲା ଉଡ୍ର କୁହାଯାଉଥିଲା। ତାପରେ ଆସିଲା ଉଡ୍ର, ଉଡ୍ର ନେମ୍ଡ ଆଫ୍ଟର ଦ ଉଡ୍ର ଟ୍ରାଇବ୍ସ ବିଟୱିନ ଦ କଳିଙ୍ଗ ଏଣ୍ଡ ସାଉଥ କୋଶଳ ହେଲା, এই ଅନୁସାରେ ଉଡ୍ର ନାଁ ଆସିଲା। ତାପରେ ଦେଖିବା କଣ ଅଛି ଉଦୟିନୀ, ଉଦୟିନୀ କଣ ମେନସନ ଇନ ବୁଦ୍ଧିଷ୍ଟ ଟେକ୍ସଟ, ବୁଦ୍ଧିଷ୍ଟ ଟେକ୍ସଟ ଅନୁସାରେ କଣ ମେନସନ କରାଯାଇଛି ନା ଉଦୟିନା ଆମର ଓଡିଶାର ନାଁକୁ ମେନସନ କରାଯାଇଛି। ତାପରେ କମଳ ମଣ୍ଡଳା କୋଉଠି ସାଉଥ କୋଶଳ ରିଜନକୁ ମେନସନ କରାଯାଇଛି। କଙ୍ଗଦ, ଏଟା ଇମ୍ପୋର୍ଟାଣ୍ଟ ଅଛି କହିଥିଲି, କଙ୍ଗଦ କଣ ନେମ୍ଡ ଇନ କପର ପ୍ଲେଟ୍ସ, କପର ପ୍ଲେଟ ର ଆମେ କଣ ନାଁ ପାଇଥିଲୁ ନା କଙ୍ଗଦ, ଯେ ଓଡିଶାର ନାଁଟା କଙ୍ଗଦ ବୋଲି ଥିଲା। ତାପରେ ନେକ୍ସଟ ହଉଛି କଣ ତ୍ରିକଳିଙ୍ଗ ହେଲା, ରେଫର୍ସ ଇନ କଳିଙ୍ଗ ସାଉଥ କୋଶଳ କଙ୍ଗଦ, ଏଇ ତିନିଟା କଣ କରୁଥିଲା ରେଫର୍ସ କରାଉଥିଲା କାହାକୁ ନା ତ୍ରିକଳିଙ୍ଗ ବୋଲି ମେନସନ କରାଯାଉଥିଲା। ତାପରେ ତୋଷାଳୀ, ତୋଷାଳୀ କଣ ସିଟି ଏଣ୍ଡ କ୍ୟାପିଟାଲ ଅଫ କଳିଙ୍ଗ ଡ୍ୟୁରିଂ ଦ ଅଶୋକ ହେଲା, ବେଳେ ବେଳେ କ୍ୱେଶ୍ଚନ ପଚାରେ ଯେ ଅଶୋକଙ୍କ ସମୟରେ ଓଡିଶାର କ୍ୟାପିଟାଲ କଣ ଥିଲା ନା ତୋଷାଳୀ, ମନେ ରଖିଥିବେ ତୋଷାଳୀ କିଙ୍ଗ କଳିଙ୍ଗ ଅନୁସାରେ ଅଶୋକଙ୍କ ଏରା ଅନୁସାରେ ସେତେବେଳେ କଣ ଥିଲା କ୍ୟାପିଟାଲ ଥିଲା। ନେକ୍ସଟ ହଉଛି ଓଡି ଭାଷା, ଓଡି ଭାଷା କୋଉଠି ସେମିତି ବୁଦ୍ଧିଷ୍ଟ ଟେକ୍ସଟ ଅନୁସାରେ ଏହାର ନାଁ କଣ ଥିଲା ଓଡି ଭାଷା। ତାପରେ ଜିଜାନଗର, ଜିଜାନଗର ମେନସନ ଇନ ଦ ମିଡିଭାଲ ଟେକ୍ସଟ। ତାପରେ କୋଶାଳ ଆଉ କଙ୍ଗଦ ଅଦର ଏନସିଏଣ୍ଟ ରିଜିଅନ, ଏମିତି ସବୁ ନାଁ ଗୁଡାକ ଥିଲା ଆଉ ବୁଝିପାରିଲେ। ନାଁ ଗୁଡାକ ସରିଲା, ଏବେ ଦେଖିବା କଣ ଅଛି ନା ହିଷ୍ଟୋରିକାଲ ଟାଇମ ଲାଇନ ହେଲା, କୋଉ କୋଉ ଟାଇମ ଅନୁସାରେ କଣ ସବୁ ହେଇଥିଲା ସେଟା ଟିକେ ଦେଖିଦେବା, ଦେଲେ ଆପଣଙ୍କୁ ପରୀକ୍ଷାରେ ବହୁତ ହେଲ୍ପ ହୁଏ, ମାନେ ମସିଆ ପଇସା ଯେତେବେଳେ ପଚାରେ ବହୁତ ହେଲ୍ପଫୁଲ ହୁଏ। କଣ ଅଛି ନା 350 BC ରେ କଳିଙ୍ଗ କନକର୍ଡ ବାଇ ଦ ମହାପଦାନନ୍ଦ। ଯଦି ଆପଣ କ୍ୱେଶ୍ଚନ ପଚାରେ ଯେ ଓଡିଶାକୁ ବା କଳିଙ୍ଗକୁ ବା ଆନସିଏଣ୍ଟ ହିଷ୍ଟ୍ରିରେ ଓଡିଶାକୁ ପ୍ରଥମେ କନକର କିଏ କରିଥିଲା, କୋଉ ଡାଇନେଷ୍ଟି ନା ନନ୍ଦ ଡାଇନେଷ୍ଟି, ନନ୍ଦ ଡାଇନେଷ୍ଟିର କିଏ ମହାପଦାନନ୍ଦ, କେତେ 350 BC ହେଲା, ମନେ ରଖିଥିବେ 350 BC ରେ ମହାପଦାନନ୍ଦ ଓଡିଶାକୁ ଫାଷ୍ଟ କନକର କରିଥିଲା। ତାପରେ 261 BC ରେ କଳିଙ୍ଗ ୱାର ହେଇଥିଲା, ଯେଟା କି କିଏ କନକର କରିଥିଲେ ନା ଅଶୋକ କନକର କରିଥିଲେ। ତାପରେ ସିଏ ଯୋଉ ଚଣ୍ଡାଶୋକ ଧର୍ମଶୋକ ହେଇଥିଲେ ସେଟା ଜାଣିଥିବେ, କେତେ ମସିହାରେ ଇମ୍ପୋର୍ଟାଣ୍ଟ କଣ କୋଉ ମସିହାରେ 261 BC ରେ ଅଶୋକ କନକର କରିଥିଲେ କଳିଙ୍ଗ ୱାର ଦ୍ଵାରା। ତାପରେ ଆସିବ କଣ 100 BC ରେ ମହାମେଘବାହାନ ଏଷ୍ଟାବ୍ଲିଶ ଦ ମହାମେଘବାହାନ ଡାଇନେଷ୍ଟି, ବହୁତ ଇମ୍ପୋର୍ଟାଣ୍ଟ ଏଇଟା, ବାରମ୍ବାର କ୍ୱେଶ୍ଚନ ପଚାରେ ଯେ ମହାମେଘବାହାନ କେତେ ମସିହାରେ ତାଙ୍କ ମହାମେଘବାହାନ ଡାଇନେଷ୍ଟିକୁ ଏଷ୍ଟାବ୍ଲିଶ କରିଥିଲେ ନା 100 BC, ମନେ ରଖିଥିବେ। ତାପରେ ଅଛି 350 CE ରେ କଳିଙ୍ଗ କନକର୍ଡ ବାଇ ଦ ସମୁଦ୍ରଗୁପ୍ତ, ତାପରେ ସମୁଦ୍ରଗୁପ୍ତ କେତେ 350 CE ରେ କନକର କଲେ। ତାପରେ 639 ରେ ହ୍ୟାଙ୍ଗସାଙ୍ଗ ହେଲା, ଏଟାକି ଆପଣ କହିଥିଲି ତାଙ୍କ ଯିଏ ତାଙ୍କର ଇଣ୍ଡିକା ବୁକ ରେ ମେନସନ କରିଥିଲେ, ସେ କେତେ 639 CE ରେ କଣ କରିଥିଲେ ଭିଜିଟ କରିଥିଲେ ଉଡ୍ର ବା ଉଦ୍ର, ଯେଟା ଆପଣ ଲେଖିପାରିବେ ଅପସନ ଯେଟା ଥିବ ଆଉ। ତାପରେ ଦେଖିବା 650 CE ରେ କଣ ଥିଲା ପରଶୁରାମେଶ୍ୱର ଟେମ୍ପୁଲ କନଷ୍ଟ୍ରକ୍ଟେଡ ବାଇ ଦ ଶୈଳଧବ ରୁଲର, ରୁଲର ବିଷୟରେ ୟା ପରେ ଅଛି ହେଲା, କହିଦେବି ହେ ସେମାନେ କଣ କରିଥିଲେ ନା ପରଶୁରାମେଶ୍ୱର ଦେବ ଟେମ୍ପୁଲ କନଷ୍ଟ୍ରକ୍ଟ କରିଥିଲେ କାହା ଦ୍ୱାରା, ଏଟା ଇମ୍ପୋର୍ଟାଣ୍ଟ ଅଛି ପଚାରେ କୋଉ ଡାଇନେଷ୍ଟି ରୁଲର ଦ୍ୱାରା ପରଶୁରାମେଶ୍ୱର ଟେମ୍ପୁଲଟା ହେଇଥିଲା ନା ଶୈଳଧବ ଡାଇନେଷ୍ଟି 650 CE ରେ। ନେକ୍ସଟ ଅଛି 845 CE ରେ କଣ ହେଇଥିଲା ତ୍ରିଭୁବନୀ ମହାଦେବୀ ଫାଷ୍ଟ ବିକମ ଦ ଫିମେଲ ରୁଲର, ବହୁତ ଇମ୍ପୋର୍ଟାଣ୍ଟ, ଓଡିଶାର ଫାଷ୍ଟ ଫିମେଲ ରୁଲର ଯିଏ କି ତ୍ରିଭୁବନ ମହାଦେବୀ ଫାଷ୍ଟ ଫିମେଲ ରୁଲର ହେଇଥିଲେ କେତେ 845 CE ରେ ହେଲା, ମନେ ରଖିଥିବେ। ତାପରେ ଅଛି କଣ 882 CE ରେ କଣ ହେଇଥିଲା ନା ଆମର ଜନ୍ମେଜୟ ଆଇ ଏଷ୍ଟାବ୍ଲିଶ ଦ ସମବଂଶୀ
ହେଲା ବଂଶ ତାପରେ ପଢେଇବି ଏଟା ଖାଲି ମସିହା ମନେ ରଖିଦିଅନ୍ତୁ 882 ରେ ସମବଂଶୀ ଡାଇନେଷ୍ଟି ଏଷ୍ଟାବ୍ଲିଶ ହେଇଥିଲା। ତାପରେ 1100 ରେ ଲିଙ୍ଗରାଜ ଟେମ୍ପଲ ବିଲ୍ଡ ଇନ୍ ସମବଂଶୀ ଡାଇନେଷ୍ଟି। ଏଟା ବି ଇମ୍ପୋର୍ଟାଣ୍ଟ ଅଛି କାରଣ ଲିଙ୍ଗରାଜ ଟେମ୍ପଲ ବିଷୟରେ ବହୁତ କ୍ୱେଶ୍ଚନ ପଚାରୁଛି ଏବେ ହେଲା। ଲିଙ୍ଗରାଜ ଟେମ୍ପଲ ଟା କିଏ ଆମର ବିଲ୍ଡ କରିଥିଲେ ନା ସମବଂଶୀ ରୁଲର 1100 ମସିହାରେ। ମନେ ରହିଲା 1100 ମସିହାରେ କଣ ହେଇଥିଲା ନା ସମବଂଶୀ ରୁଲର ଲିଙ୍ଗରାଜ ଟେମ୍ପଲ ଏଷ୍ଟାବ୍ଲିଶ କରିଥିଲେ। ତାପରେ ଦେଖିବା କଣ ଅଛି ନା କିଙ୍ଗଡମ যেটা କି ଆପଣ କହୁଥିଲି କିଙ୍ଗଡମ ଗୁଡା କଣ କଣ ସବୁ ଥିଲା। ଇଣ୍ଡିପେଣ୍ଡେଣ୍ଟ କିଙ୍ଗଡମ କଭର୍ସ ଓଡିଶା ଏଣ୍ଡ ଦ ପାର୍ଟ ଅଫ ଆନ୍ଧ୍ରପ୍ରଦେଶ ଏଣ୍ଡ ଛତିଶଗଡ଼। ଫାଷ୍ଟ ଇଣ୍ଡିପେଣ୍ଡେଣ୍ଟ ଥିଲେ ସେମାନେ। ତାପରେ କ୍ୟାପିଟାଲ ଏଟ ଧନ୍ତପୁର ନୋନ ଏଜ ଦ ସିଟି ଅଫ ଇଭୋରି ହେଲା ଫ୍ରମ ଫର ମାର୍ଚେଣ୍ଟ ୱେଲ୍ଥ ମାନେ ସେଠି ସବୁ ଆମର କଣ ବାଣିଜ୍ୟ ବାଣିଜ୍ୟ ହଉଥିଲା ସେଥିପାଇଁ ସେ କ୍ୟାପିଟାଲ କଣ ଥିଲା କ୍ୟାପିଟାଲ ଧନ୍ତପୁର ହେଲା। ଧନ୍ତପୁର ଯେଟା କୁହାଯାଏ ସିଟି ଅଫ ଇଭୋରି। ବେଳେବେଳେ ପଚାରିବେ ସିଟି ଅଫ ଇଭୋରି କାହାକୁ କୁହାଯାଏ ଧନ୍ତପୁର। ତାପରେ କଣ ଅଛି ଫେମସ ଫର ଦ କଳିଙ୍ଗ ୱାର ଏଗନେଷ୍ଟ ଏମ୍ପରର ଅଶୋକ ଆଣ୍ଡ ମୌର୍ଯ୍ୟ ଏମ୍ପାୟର। ଫେମସ ସେଇଥିପାଇଁ ଯେ ଆମର ଯୁଦ୍ଧ ହେଇଥିଲା। ତାପରେ ଆସିଲା ଫାଷ୍ଟ ଆସିଲେ କଣ ନନ୍ଦ ଡାଇନେଷ୍ଟି ହେଲା। ଫାଷ୍ଟ ନନ୍ଦ ଡାଇନେଷ୍ଟି ଯେଟା ଆପଣଙ୍କୁ କହିଥିଲି ମହାପଦ୍ୟନନ୍ଦ ପ୍ରଥମେ କଣ ହେଇଥିଲେ ଓଡିଶାକୁ କନକର କରିଥିଲେ କେତେ 345 ରୁ ହେଲା। 345 ରେ ମହାପଦ୍ୟାନନ୍ଦ ତାପରେ ଇଣ୍ଟରଗ୍ରେଟେଡ ଦ କଳିଙ୍ଗ ଇନଟୁ देयर ଏମ୍ପାୟର। ସେ ଇଣ୍ଟରଗ୍ରେଟ କରିଥିଲେ ମାନେ ମିଶେଇଥିଲେ। ଆର୍କିଓଲୋଜିକାଲ ଏଭିଡେନ୍ସ ଦ ବ୍ଲାକ ପଲିଶ୍ଡ ପୋଏଟ୍ରି ଏଣ୍ଡ ଦ ପଞ୍ଚ ମାର୍କ କଏନ ଇନ ଦ ଅସୁରଗଡ଼ ହେଲା। ମହାପଦ୍ମାନନ୍ଦଙ୍କର ଯେ କନକର କରିଥିଲେ ପ୍ରମାଣ କୋଉଠି ମିଳୁଛି ନା ମନେ ରଖିଥିବେ ବ୍ଲାକ ପଲିଶ୍ଡ ପୋଏଟ୍ରି ଏଣ୍ଡ ପଞ୍ଚ ମାର୍କଡ କଏନ। ପଞ୍ଚ ମାର୍କଡ କଏନ ଯେଟା କି ଫାଷ୍ଟ କଏନ ଥିଲା ସେଟା କିଏ ଆମର ଏଷ୍ଟାବ୍ଲିଶ କରିଥିଲେ ମାନେ ପପୁଲାର କରିଥିଲେ ନା ମହାପଦ୍ମାନନ୍ଦ ହେଲା। କୋଉଠି ମିଳୁଛି ନା ଅସୁରଗଡରୁ ଅସୁରଗଡ଼ ଯେଟା କି ଆମର କଣ କରିଥିଲେ ନା ଆମର ବୀର ସୁରେନ୍ଦ୍ର ସାଇକୁ ନେଇକି ଜେଲରେ ରଖିଥିଲେ ହେଲା। ସେଇଠି ମିଳିଥିଲା। ତାପରେ ବିଲ୍ଡ ଦ ଇରିଗେସନ ପ୍ରୋଜେକ୍ଟ ପର ହାତୀ ଗୁମ୍ଫା ଇନସ୍କ୍ରିପସନ ହେଲା। କଣ ହେଇଥିଲା ଇରିଗେସନ ପ୍ରୋଜେକ୍ଟ ବି ଆମର କରିଥିଲେ ହାତୀ ଗୁମ୍ଫାରେ ସେଇ ଆମର ନନ୍ଦ ଡାଇନେଷ୍ଟି ସମୟରେ ହେଇଥିଲା। ନେକ୍ସଟ କୋଉ ଡାଇନେଷ୍ଟି ଆସିବ ନା ମୟୂର ଡାଇନେଷ୍ଟି। ମୟୂର ଡାଇନେଷ୍ଟି ହଉଛି କେତେରେ ଆରମ୍ଭ ହେଇଥିଲା ନା 322 ରେ ହେଲା। 322 ବିସି ରେ ମୟୂର ଡାଇନେଷ୍ଟି ଆରମ୍ଭ ହେଇଥିଲା। ମୟୂର ଡାଇନେଷ୍ଟିର ଫାଉଣ୍ଡର କିଏ ନା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ସେ ଡିଫିଟ୍ କରିଥିଲେ କାହାକୁ ନନ୍ଦ ବଂଶର ଲାଷ୍ଟ ରୁଲର କିଏ ଧନାନନ୍ଦଙ୍କୁ ଡିଫିଟ୍ କରିକି କଳିଙ୍ଗ ୱାର। ତାପରେ ସେ ତାଙ୍କ ପରେ ତାଙ୍କର ଆସିଲେ ବଂଶଧର ଯିଏକି ଆସିଲେ କଣ ଅଶୋକ। ଅଶୋକ କେତେ କଳିଙ୍ଗ ୱାର 261 ବିସିରେ ଆମର କଳିଙ୍ଗ ୱାର ହେଇଥିଲା। ତାପରେ କନକର କରିଥିଲେ। post war କଳିଙ୍ଗ made part of the ମୌର୍ଯ୍ୟ empire with the ତୋଷାଳ as capital। ମୌର୍ଯ୍ୟ ଡାଇନେଷ୍ଟି ସମୟରେ ଆମର କ୍ୟାପିଟାଲ କଣ ଥିଲା ନା ତୋଷାଳ ଥିଲା। administration included କୁମାର ଭାଇସରୟ ଯେମିତି ଏମିତି ସବୁ ରହିଥିଲେ। ଧର୍ମା ବର୍ଡର ମିନିଷ୍ଟର ଯେମିତି କି ଏଟା ପଢିଦେବେ ଟିକେ ସେତେ ଇମ୍ପୋର୍ଟାଣ୍ଟ ନାହିଁ। ବାକି ଯଦି ଆପଣ ଓପିଏସସି ଅଫିସ ପାଇଁ ଓସିଏସ ପାଇଁ ଲାଗୁଛନ୍ତି ତାହେଲେ ଇମ୍ପୋର୍ଟାଣ୍ଟ ଗୁଡାକ ଯେମିତି କଣ ସବୁ ରଖିଥିଲେ ସିଏ ରାଜକୋଷ ଯେମିତି ୱେଲଫେୟାର ଅଫିସର ରଖିଥିଲେ। ମହାତ୍ମ୍ୟ ଯେମିତି ମୋରାଲ ଅଫିସର ହେଲା। ଏଗୁଡା ସବୁ ସେ ରଖିଥିଲେ କୋଉଥିରେ ନା ମୌର୍ଯ୍ୟ ଡାଇନେଷ୍ଟି ସମୟରେ। ଅଶୋକ ଏମ୍ବ୍ରେସ୍ଡ ବୁଦ୍ଧିଜିମ୍ ଆଫ୍ଟର ଦ ୱିଟନେସିଂ ୱାର। ତାହେଲେ ସେ ୱାର କରିଥିଲେ ତାପରେ ଦେଖିଲେ ଯେମିତି କଣ ୱାର ଫାର ବିଷୟ ଯେମିତି କଣ ହଉଛି ତାପରେ ବୁଦ୍ଧିଷ୍ଟ ବୁଦ୍ଧ ଧର୍ମ ନେଇଗଲେ ଆଉ। ତାପରେ ଆସିବେ କଣ ମହାମେଘବୟନ ଡାଇନେଷ୍ଟି। ମହାମେଘବୟନ ଡାଇନେଷ୍ଟି କେତେ ଆପଣ କହିଥିଲି ଫାର୍ଷ୍ଟ ସେଞ୍ଚୁରୀ ଆରମ୍ଭ ହୋଇଥିଲା 1100 ହେଲା। ଫାର୍ଷ୍ଟ 1100 ନୁହେଁ 1100 ମାନେ 1000 ପୂର୍ବରୁ। ଫାଉଣ୍ଡର କିଏ ଥିଲେ ମହାମେଘବାହନ ଇମ୍ପୋର୍ଟାଣ୍ଟ ରୁଲର ଖାରବେଳ ହେଲା। ତାଙ୍କ ମହାମେଘବାହନର ସବୁଠୁ ମାନେ ପପୁଲାର ଯେ ରୁଲର କିଏ ଥିଲେ ଖାରବେଳ ସେକେଣ୍ଡ ହାଫ ଅଫ ଫାର୍ଷ୍ଟ ସେଞ୍ଚୁରୀ ବିସି ସମୟରେ ଲେଡ ଇନଭିଜନ ଏଗେନ୍ଷ୍ଟ ଦ ସାତବାହନ ଆଉ ରିବିଲ୍ଡ ଦ କଳିଙ୍ଗ ନଗର ହେଲା। କ୍ୱେଶ୍ଚନ ପଚାରେ ଯେ କଳିଙ୍ଗ ନଗରକୁ ରିବିଲ୍ଡ କିଏ କରିଥିଲେ ଆମର ଏଇ ଯୋଉ ଖାରବେଳ ମହାମେଘବାହନ ଡାଇନେଷ୍ଟି ବା ଛେଦି ଡାଇନେଷ୍ଟି ସମୟରେ। ତାପରେ ଅଛି ହାତୀ ଗୁମ୍ଫା ଇନସ୍କ୍ରିପସନ ନିୟରେଷ୍ଟ ହିଜ ରିଜିଅନ। ହାତୀ ଗୁମ୍ଫା ଇନସ୍କ୍ରିପସନ ରେ ତାଙ୍କର ଯୋଉ କହିଥିଲି ଖାରବେଳଙ୍କର ମନେ ରଖିଥିବେ ହାତୀ ଆମର ଖାରବେଳଙ୍କର ଯୋଉ ବିଷୟରେ ଜଣା ପଡେ କୋଉଠୁ ନା ହାତୀ ଗୁମ୍ଫା ଇନସ୍କ୍ରିପସନ ରୁ ଜଣା ପଡିଥାଏ। ତାପରେ ନେକ୍ସଟ ଅଛି କଣ ନା ମୁରନ୍ଦା କଣ ଡାଇନେଷ୍ଟି। ମୁରନ୍ଦା ଡାଇନେଷ୍ଟି ବିଷୟରେ କହିବାକୁ ଗଲେ କଣ ଅଛି ପସିବଲି ଫରେନ୍ ଟ୍ରାଇବ୍ସ ଏଣ୍ଟରିଂ ଟୁ ଇଣ୍ଡିଆ ୱିଥ ଦ କୁଷାଣ। କୁଷାଣ ଦ୍ୱାରା ଫରେନ୍ ଯୋଉ ମାନେ ଆସିଥିଲେ ଓଡିଶାକୁ ରୁଲ୍ଡ ଏବାଉଟ 200 ବର୍ଷ ପର୍ଯ୍ୟନ୍ତ ଏମାନେ ଆମକୁ ରୁଲ କରିଥିଲେ। ତାପରେ ଆସିବ କଣ ଭଦ୍ରକ ଷ୍ଟୋନ ଇନସ୍କ୍ରିପସନ ମେନସନ ଦ ମହାରାଜା ଗଣ ଭଦ୍ରା ହେଲା। ତାଙ୍କର ଯୋଉ ମହାରାଜା ଗଣଭଦ୍ର ବିଷୟରେ କୋଉଠି ମିଳୁଛି ନା ଭଦ୍ରକ ଷ୍ଟୋନ ଏଜ ର ମିଳୁଛି। ଯେକି ମୁରନ୍ଦା ଡାଇନେଷ୍ଟିର ରାଜା ଥିଲେ ଆଉ। ତେଣୁ ନେକ୍ସଟ ଅଛି କଣ ଗୁପ୍ତା ଡାଇନେଷ୍ଟି। ଗୁପ୍ତା ଡାଇନେଷ୍ଟି ଇମ୍ପୋର୍ଟାଣ୍ଟ ଅଛି କାରଣ ଶ୍ରୀଗୁପ୍ତ ୟାର ଫାଉଣ୍ଡର ଥିଲେ। ବେଳେ ପଚାରେ ଯେ ଆମର ଗୁପ୍ତ ଡାଇନେଷ୍ଟିର 320 ବିସି ରେ ଆରମ୍ଭ ହେଇଥିଲା ଏଷ୍ଟାବ୍ଲିଶ କରିଥିଲେ ତାର ଫାଉଣ୍ଡର କିଏ ନା ଶ୍ରୀଗୁପ୍ତ ଥିଲେ ତାର ଫାଉଣ୍ଡର। ସମୁଦ୍ରଗୁପ୍ତ 350 ରେ ଡିଭାଇଡିଂ କଳିଙ୍ଗ ଇନଟୁ 4 ପ୍ରିନ୍ସିପାଲିଟି ଯେମିତି କି କୋଟରା ଇରଣ୍ଡାପୁଲା ଆଉ ଯେ ଦେବରାଷ୍ଟ୍ର ଆଉ ହଉଛି ପିସ୍ତପୁରା ହେଲା। ଫୋର ଡିଭାଇଡ କରିଥିଲେ କି ସମୁଦ୍ରଗୁପ୍ତ 4ଟା ଭାଗରେ ଡିଭାଇଡ କରିଥିଲେ। ଏଗୁଡା ସବୁ ତା ଗୁଡାକ ନା। ତାପରେ ମଥୁରାସ ଏଣ୍ଡ ନଳଜ ରୋଜ ଟୁ ପାୱାର ଇନ ଦ କୋଷ୍ଟାଲ ଏଣ୍ଡ ୱେଷ୍ଟର୍ଣ୍ଣ ଓଡିଶା ପସିବଲ। ସେ ରାଇଜ କରିଥିଲେ ଆଉ ଏଇଟା ଦେଇଛି
ତାପରେ ଅଛି ମେରିଟାଇନ୍ ଟ୍ରେଡ୍ସ ଫ୍ଲୋରେଷ୍ଟ ଦନ୍ତପୁରା ୱାଜ ଏନ୍ ଇମ୍ପୋର୍ଟାଣ୍ଟ ପୋର୍ଟ যেটা କହିଥିଲେ ଆପଣ ଇମ୍ପୋର୍ଟାଣ୍ଟ ପୋର୍ଟ ଗୁଡାକ ଥିଲା ଦନ୍ତପୁରା। ତାପରେ ଆସିବ କଣ ସବ୍ ରିଲିଜନ କିଙ୍ଗଡମ। ସବ୍ ରିଲିଜନ କିଙ୍ଗଡମ ଭିତରେ ଯାଉଛି କଣ ବିଜୟ ବିଗ୍ରହ ରୁଲ୍ଡ ସାଉଥ ତୋଶାଳ ପଲିଟିକାଲ ସେଞ୍ଚୁରୀ କଟକ ପୁରୀଟା। ତାପରେ ଅଛି ମୋଡଗଲ୍ସ ରୁଲ୍ଡ ଯେମିତି ନର୍ଥ କୋଶାଳରେ ରୁଲ କରୁଥିଲେ କିଙ୍ଗ ସମ୍ଭୟୋସ ନନ୍ ଏଜ ଦା ଫର କପର ପ୍ଲେଟ ପାଇଁ ସେ କଣ ଥିଲେ ଫେମସ ଥିଲେ। ତାପରେ ଅଛି କଣ ଆମର ମଣ୍ଡଲା ଷ୍ଟେଟ୍ 7 to 9th AD ରେ ସେମି ଇଣ୍ଡିପେଣ୍ଡେଣ୍ଟ ଷ୍ଟେଟ୍ ଗୋଟେ ଥିଲା ଫ୍ୟୁଡାଲ ରୁଲର ଇନକ୍ଲୁଡ ଦ ଡାଇନେଷ୍ଟି ଲାଇକ ବିଗ୍ରହ ଗଙ୍ଗଜ ହେଲା ଭଞ୍ଜଜ ସୁଲୁକସ ଏଗୁଡା ସବୁ ଛୋଟ ଛୋଟ କଣ ସବ ରିଲିଜନ କିଙ୍ଗଡମ ସବୁ ଥିଲା ଆଉ। ତାପରେ ଆସିବ ଶଳୋଦ୍ଭବ ଡାଇନେଷ୍ଟି। ଶଳୋଦ୍ଭବ ଡାଇନେଷ୍ଟି କଣ ହବ ଏର ଫାଉଣ୍ଡର ହଉଛନ୍ତି ଶଳୋଦ୍ଭବ ହେଲା। ଶଳୋଦ୍ଭବ ଡାଇନେଷ୍ଟି କେତେ 553 AD ରୁ ଆରମ୍ଭ ହେଲା ରୁଲ୍ଡ 130 ବର୍ଷ ପର୍ଯ୍ୟନ୍ତ ରୁଲ କରିଥିଲେ। ରିଲେଟେଡ ଟୁ ଗଞ୍ଜ ଫ୍ୟାମିଲି और ଶିଳଜା ଟ୍ରାଇବ୍ସ ହେଲା ବିଲ୍ଟ ପର୍ସୁ ଯେଟା କି ଆପଣଙ୍କୁ ଆଗରୁ କହିଥିଲି କଣ ପରଶୁରାମେଶ୍ୱର ଶିବ ଟେମ୍ପଲ ମାନେ ଏଇ ଯୋଉ ଶୈଳଦେବ ମାନେ ସେମାନେ କଣ କାହାର ପୂଜକ ଥିଲେ ନା ଶିବଙ୍କର। ସେଥିପାଇଁ ସେମାନେ ପରଶୁରାମେଶ୍ୱର ଶିବ ଟେମ୍ପଲ କେତେ ଭୁବନେଶ୍ୱରରେ 650 AD ପାଖାପାଖି ସମୟରେ ତିଆରି କରିଥିଲେ। ଯେଟା କଣ ଶିବଜୀ ମାନେ କଣ ଶିବଙ୍କୁ ପୂଜା କରୁଥିଲେ ଶୈଳଦେବ ଡାଇନେଷ୍ଟି। ଯଦି ଆପଣ ଏମିତି ମନେ ରଖିବେ ମନେ ରଖିଥିବେ ଯେ ଆମର ପରଶୁରାମେଶ୍ୱର ମନ୍ଦିରକୁ କାହାଙ୍କର ଶିବଙ୍କର ଶିବଙ୍କର କିଏ ଶୈଳଦେବ ଡାଇନେଷ୍ଟି କଣ ଥିଲେ ପୂଜକ ଥିଲେ। ତାପରେ ଆସିବ କଣ ଭୌମକର ଡାଇନେଷ୍ଟି। ଏଇଟା ଇମ୍ପୋର୍ଟାଣ୍ଟ ଅଛି ୟାର ଫାଉଣ୍ଡର କିଏ ନା କେଶମନକର ଦେବ ହେଲା। କେଶମନକର ଦେବ ୟାର କଣ ଫାଉଣ୍ଡର। କ୍ୟାପିଟାଲ କଣ ଥିଲା ନା ଯାଜପୁର ମନେ ରଖିଥିବେ ଫାଷ୍ଟ କ୍ୟାପିଟାଲ କଣ ଯାଜପୁର। ଏଇ ଯୋଉ ଭୌମକର ଡାଇନେଷ୍ଟି ସମୟରେ କ୍ୟାପିଟାଲ ଆମର ଯାଜପୁର ରହିଥିଲା। ନେକ୍ସଟ ଅଛି ନନ୍ ଇନ୍ ଦ ରୁଲିଂ କୁଇନ୍ ୱିଥ ସକ୍ସେସଫୁଲ ରିଜନ ଇମ୍ପୋର୍ଟାଣ୍ଟ ରୁଲର ହଉଛି କଣ ଶୁଭକର୍ଣ୍ଣ ଦେବୀ ଆଉ ଶିବକର୍ଣ୍ଣ ଦେବୀ। ଏଗୁଡା ସବୁ ଦେବୀ ମାନେ ପ୍ରଥମେ ଭୌମକର ଡାଇନେଷ୍ଟିରେ ପ୍ରଥମେ ଫିମେଲ ଆସିଥିଲେ ଯୋଉଟାରେ କି ଫାଷ୍ଟ ଫିମେଲ ରୁଲର କଣ କହିଥିଲେ ଆମର ତ୍ରିଭୁବନ ଦେବୀ ଯୋଉ ଥିଲେ ଫାଷ୍ଟ ଫିମେଲ ରୁଲର ହେଲା। ଏଇ ଆମର ଭୌମକର ଡାଇନେଷ୍ଟି ସମୟରେ ଆସିଥିଲେ। ରିଲିଜନ ଡାଇଭର୍ସିଟି ବୁଦ୍ଧିଜିମ୍ ଶିବଇଜିମ୍ ସବୁ ମାନଙ୍କର ଶକ୍ତିଜିମ୍ ସବୁ ଇଏଙ୍କର ସିଏ ପୂଜକ ଥିଲେ। ଏନଫୋର୍ସ ଦା ଭର୍ସନାସ ସୋସିଆଲ ସିଷ୍ଟମ ଗୋଟେ ଭର୍ସନାରମ ସୋସିଆଲ ସିଷ୍ଟମ ଗୋଟେ ଇଣ୍ଟ୍ରୋଡ୍ୟୁସ କରିଥିଲେ। ତାପରେ ନେକ୍ସଟ ଦେଖିବା କଣ ଅଛି ନୋଟେବୁଲ ଓମେନ ରୁଲର ଯୋଉଟା କି ଆପଣ କହୁଥିଲେ ଫାଷ୍ଟ ତ୍ରିଭୁବନ ଦେବୀ ଫାଷ୍ଟ ଫିମେଲ ରୁଲର ଥିଲେ। ଗୌରୀ ମହାଦେବୀ ଦାଣ୍ଡି ମହାଦେବୀ ବକୁଳ ମହାଦେବୀ ଆଉ ଧର୍ମ ମହାଦେବୀ ବୋଲି ସବୁ ଫିମେଲ ରୁଲର ଥିଲେ। ତାପରେ ଦେଖିବା କଣ ଅଛି ନା ସମବଂଶୀ ଡାଇନେଷ୍ଟି। ସମବଂଶୀ ଡାଇନେଷ୍ଟି ହଉଛି କଣ ଜନ ମଜୟା ଆଇ ଯେ କି ଆମର ପଣ୍ଡୁ ବଂଶୀ ବୋଲି ଥିଲେ। ରୁଲ 200 ବର୍ଷ ପର୍ଯ୍ୟନ୍ତ ଆମର ଏଠି ଶାସନ କରିଥିଲେ। ଅନଫିଲ୍ଡର କଳିଙ୍ଗ ଉତ୍କଳ କଙ୍କଦ କୌଶଳ ଅଣ୍ଡର ଦ ଅଥରିଟି ଏ ସବୁ ନାଁ ଗୁଡାକ ଥିଲା। କ୍ୟାପିଟାଲ ସିଫ୍ଟେଡ ଏମଙ୍ଗ ଦ ଭିନ୍ତିପୁରା ଏଗୁଡା ସବୁ ଆମର କ୍ୟାପିଟାଲ ଯୋଉଟା କି ଯାଜପୁର କଣ କରିଥିଲେ କ୍ୟାପିଟାଲ ସିଫ୍ଟ କରିଥିଲେ। ଆଡମିନିଷ୍ଟ୍ରେସନ ଡିଭିଜନ ମାଣ୍ଡାଲାଇଜ ମାନେ ସେ କଣ କରିଥିଲେ ଆଡମିନିଷ୍ଟ୍ରେସନକୁ ଚଲେଇବା ପାଇଁ କିଛି ମଣ୍ଡଳରେ ଡିଭାଇଡ କରିଥିଲେ ହେଲା ଇନଟୁ ଭକ୍ତି ଦେନ ଭଗା ଆଉ କନ୍ଦା ଆଉ ଗ୍ରାମ। ସେଇମାନେ ଗ୍ରାମ ନାଁଟା ବି ସେଇ ଆମର କଣ ସମବଂଶ ଡାଇନେଷ୍ଟି ପାଖରୁ ଆରମ୍ଭ ହୋଇଥିଲା। ଇଣ୍ଟ୍ରୋଡ୍ୟୁସ ୟୁନିଫର୍ମ ଆଡମିନିଷ୍ଟ୍ରେସନ ଫଷ୍ଟରିଂ କଲଚରାଲ ଏଗୁଡା ସବୁ ଆରମ୍ଭ କରିଥିଲେ। ତେଣୁ ଏତିକି ଥିଲା ଆମର ଏନସିଏଣ୍ଟ ହିଷ୍ଟ୍ରି ବିଷୟରେ। ଲାଗୁଛି ସବୁ ଗୁଡାକ ଆପଣ ଯଦି ଫୁଲ ଭିଡିଓ ଦେଖିବେ ଆପଣଙ୍କୁ ପୁରା କଭର ହେଇପାରିବ। ତେଣୁ ଆପଣ ଯଦି ନୋଟ ଯଦି ଆପଣଙ୍କୁ ୟାର ପିଡିଏଫ ବା ନୋଟ ଆପଣଙ୍କୁ ଦରକାର ଅଛି ଆପଣ କମେଣ୍ଟ ସେକ୍ସନରେ ମତେ ନୋଟ ବୋଲି ମେନସନ କରିଦେବେ ତାହେଲେ ମୁଁ କମେଣ୍ଟ ସେକ୍ସନରେ ଡେସକ୍ରିପସନରେ ଆପଣଙ୍କୁ ନୋଟଟା ପ୍ରୋଭାଇଡ କରିପାରିବି। ଯଦି ଆପଣଙ୍କୁ ଭିଡିଓଟି ଭଲ ଲାଗିଲା ଭିଡିଓଟିକୁ ଲାଇକ୍ କରିଦେବେ। ଆଉ ନେକ୍ସଟ କ୍ଲାସରେ ମୁଁ ୟାର କିଛି କ୍ୱେଶ୍ଚନ ଏନସିଏଣ୍ଟ ହିଷ୍ଟ୍ରିର କିଛି କ୍ୱେଶ୍ଚନ ଡିସ୍କସନ ଇମ୍ପୋର୍ଟାଣ୍ଟ ଯେମିତି କି ପ୍ରିଭିୟସ ଇୟର କ୍ୱେଶ୍ଚନକୁ ଦେଖିକି ଡିସ୍କସନ କରିଦେବି ଯାହାଫଳରେ ଆପଣ ପୁରା କ୍ଲିୟର ହେଇପାରିବ। ତାପରେ ମିଡିଏଭାଲ ଏମିତି ଆରମ୍ଭ ହବ। ଆଉ ଅଲଗା କ୍ଲାସ ବି ହଉଛି ଆପଣ ହିଷ୍ଟ୍ରି ହଉ ପଲିଟି ହଉ ମ୍ୟାଥମେଟିକ୍ସ ଏମିତି କ୍ଲାସ ଅପଲୋଡ ହଉଛି ଆପଣ ଦେଖିପାରିବେ। ତେଣୁ ଆଜି ପାଇଁ ଏତିକିରେ ରହୁଛି ଧନ୍ୟବାଦ।